ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ତେବେ ଶୁଣ ଏ ଭାଇ, ଶୁଭ ବାରତା ଆସିଛି ଆଜି। ସରଗର ଏ ବାରତା, ପ୍ରେମର ବାରତା, ସତ୍ୟମୁଖୀର ବାରତା, ପରିତ୍ରାଣର କଥା। ଶୁଭ ବାରତା ଆସିଛି ଆଜି। প্রিয় শ্রোতা বন্ধু, প্রভু শ্রীখ্রিস্টଙ୍କ সর্বোন্নত নামରେ ଆପଣଙ୍କୁ শুভେচ্ଛା। ପବିତ୍ର ବାଇବଲର ମାଥିଉ ଲିଖିତ ସୁସମାଚାର 5 ଅଧ୍ୟାୟର 3 ପଦରେ ଆମମାନେ ଏହିପରି ପାଠ କରୁ, ଆତ୍ମାରେ ଦିନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗ ରାଜ୍ୟ ସେମାନଙ୍କର। ପ୍ରଭୁ ଶ୍ରୀଖ୍ରିଷ୍ଟଙ୍କ ଏହି ପାର୍ବତ୍ୟ ଉପଦେଶ ସୁପ୍ରସିଦ୍ଧ ଅଟେ, ଆଉ ଜଗତରେ ଅନେକ ବିଖ୍ୟାତ ବ୍ୟକ୍ତିବିଶେଷ ଏହି ଶିକ୍ଷାରୁ ମାର୍ଗଦର୍ଶନ ପାଇବା ସହିତ ଅନ୍ୟମାନଙ୍କୁ ମଧ୍ୟ ଏଥିରୁ ମାର୍ଗଦର୍ଶନ ଦେଇଛନ୍ତି। ଏହି ଉପଦେଶର ପ୍ରଥମ ଶିକ୍ଷା ହେଉଛି ଆତ୍ମାରେ ଦିନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗ ରାଜ୍ୟ ସେମାନଙ୍କର। ଏହି ଜଗତର ଲୋକେ ଆତ୍ମନିର୍ଭରଶୀଳ, ଆତ୍ମ ଉତ୍ସାହୀ ଇତ୍ୟାଦି ଗୁଣର ପ୍ରଶଂସା କରିଥାନ୍ତି, ତଥା ସେମାନେ ନିଜ ପାଇଁ ମଧ୍ୟ ତାହା ଚାହାନ୍ତି। ଅର୍ଥାତ୍ ମନୁଷ୍ୟ ଅନ୍ୟ କାହା ଉପରେ ନିର୍ଭର କରିବାକୁ ଚାହେଁ ନାହିଁ। ପୁଣି କହିବାକୁ ଗଲେ ଈଶ୍ୱରଙ୍କ ଉପରେ ତ ଆଦୌ ନିର୍ଭର କରିବାକୁ ସେ ଚାହେଁ ନାହିଁ। ଏଥିପାଇଁ ସେ ସେମାନଙ୍କ ପାଇଁ ଈଶ୍ୱର ଧନ ସମ୍ପତ୍ତି, ସ୍ୱାସ୍ଥ୍ୟ, କୁଶଳତା ଦେବା ଜଣେ ଯାଦୁଗର ଅଟନ୍ତି। ସୁତରାଂ ଈଶ୍ୱର ପବିତ୍ର ଅଟନ୍ତି, ସେ ଧାର୍ମିକ ଓ ନ୍ୟାୟବାନ ଅଟନ୍ତି। ସେ ଦୋଷୀକୁ କଦାପି ନିର୍ଦ୍ଦୋଷ କରିପାରନ୍ତି ନାହିଁ। ପାପୀ ପାଇଁ ଦଣ୍ଡ ସ୍ୱରୂପେ ସେ ନରକ ନିରୂପଣ କରିଛନ୍ତି। ଈଶ୍ୱରଙ୍କ ଠାରୁ ପାପ କ୍ଷମା ପ୍ରାପ୍ତ ହେବା ନିମନ୍ତେ ମନୁଷ୍ୟ ଆତ୍ମନିର୍ଭରତା ଓ ଆତ୍ମ ଉତ୍ସାହିତା ପରିତ୍ୟାଗ କରି ଆତ୍ମାରେ ଦିନହୀନ ଓ ନମ୍ର ହେବା ଆବଶ୍ୟକ। ପୁଣି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ପରିତ୍ରାଣ ଓ ପାପ କ୍ଷମା ପାଇବା ନିମନ୍ତେ ବିଶ୍ୱାସ କରିବା ଆବଶ୍ୟକ। ସେତେବେଳେ ସେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବ। ଆପଣ ମଧ୍ୟ ଯେପରି ଏହିପରି କରିବେ, ଏଥିପାଇଁ ଈଶ୍ୱରଙ୍କ ନିକଟରେ ଆପଣଙ୍କ ନିମନ୍ତେ ଆମର ଏହି ପ୍ରାର୍ଥନା।